ପୋଥି କଥା ଆଲୋଚନା କରିବା ନାଇଁ, ମତି କଥା ଆଲୋଚନା କରିବା। କହିଲେ ବିରଜା କରିବେ କୁଟଲ ବଉଳ, କଟକେ ହୋଇବ କାଳ। କାଳିଆ ବୋଦାରେ 12 ହାତ ଖଣ୍ଡା, ବାହାରିବ ସେହି ବେଳ। ବିରଜା କିଏ? ବିରଜା ମା, ଯାଜପୁର ବିରଜା ମା। କହିଲା ବିରଜା, ଯିଏ ରାଜା ନଥିବ ସେଇମାନେ ହେଲେ ବିରଜା। ସେମାନେ କୁଟ କରିବେ, କଟକରେ ହେବ କାଳ ଆଉ ଗୋଳ। ଆଉ ସେତେବେଳେ କାଳିଆ ବୋଦାରେ 12 ହାତ ଖଣ୍ଡା। ସେ 12 ହାତ ମାପ କେହି କରିବେନି ଭାଇ। ସେ ଖଣ୍ଡାର ଅନ୍ୟ ନାମ ଗୁପ୍ତ ରଖାଯାଇଛି। କହନ୍ତି ହାଣିଦେଲା, କୋଉଥିରେ? ଖଣ୍ଡାରେ। ଖଣ୍ଡାରେ ହାଣି ହୁଏ। କହନ୍ତି ବଚନରେ ବି ହାଣିଦେଲା। ଶାସ୍ତ୍ର ପୁରାଣରେ ଅନେକରେ କହିଛି ବଚନରେ ବି ହାଣିଦେଲା। ତାହେଲେ ଆକୁ ବୁଝିବା ଦରକାର। ପୋଥିରେ ତ ଅନେକ କଥା ଲେଖା ହେଇଛି। କହିଲା ପୋଥି ପାଠ ସବୁ ନଥିକି ଗଲା, ନଥି ପାଠ ଆସି ମତିରେ ହେଲା। ଏଠି ମତି କଥା ଆଲୋଚନା ଚାଲିଛି। କହିଲା ଜୋବରା ଠାରୁ ଜଟଣୀ, ଜୋବରା କଟକ ଜିଲ୍ଲା, ଜୋବରା ଜଟଣୀ ଖୋର୍ଦ୍ଧା ଜିଲ୍ଲା। ଜୋବରା ଠାରୁ ଜଟଣୀ, ଖେଳ ହେବ ଯାଇ ଦେଖିବୁ ପୁଣି ଲୋ ଯାଇ ଫୁଲ। ଏଇଟା କାହିଁକି ଲେଖା ହେଇଥିଲା? କ'ଣ କି ଖେଳ? କବାଡ଼ି, ଫୁଟବଲ ନା କ୍ରିକେଟ ମ୍ୟାଚ୍ ହେବ? 2020 ଆକ୍ଚୁଆଲି 2020 ମ୍ୟାଚ୍ ହେବ। ସେ ଖେଳ ବିଷୟରେ ବି ଲେଖା ହେଇଛି। କହିଲେ କଣ୍ଡୁକ ଖେଳରୁ ଲୀଳା ଚହଟିବ, ଶୁଣରେ ବାରଙ୍ଗ ତୁହି। ଜମ୍ବୁଦ୍ୱୀପ ପରେ ସନାତନ ଧର୍ମ ସ୍ଥାପନ ହୋଇବ ଯାଇ। ମାନେ କଣ୍ଡୁକ ଖେଳ ଦ୍ୱାପର ଯୁଗରେ ହେଇଥିଲା। ଏଇ ଯୋଉ ପେଣ୍ଡୁ ଖେଳ ଖେଳୁଥିଲେ କୃଷ୍ଣ ବଳରାମ ତାଙ୍କ ସାଙ୍ଗସାଥି ସହ, କୋଉଠି ନା ଯୋଉ ଆମର କାଳନ୍ଦୀ ନଦୀ ତଟରେ। ତାହେଲେ କାଳନ୍ଦୀ ନଦୀଟା ବର୍ତ୍ତମାନ କୋଉଠି ଅଛି? ପୋଥି ପୁରାଣ ତ କହିଛି ଅମୁକ ଜାଗାରେ ସମକ ଅଛି, ଆମେ ଜାଣିଛେ। ମୁଣ୍ଡ ଉପରେ ବାଳ ଅଛି। କ'ଣ ଖାଲି ବାଳଟା ଏଇଠି ଅଛି, ଆଉ କୋଉଠି ନାହିଁ? ଏଇଟା ନୁହଁ? ନାକ ଭିତରେ ନାହିଁ, ଆଖି ଉପରେ ନାହିଁ, ଆଖି ତଳେ ନାହିଁ? ଏସବୁ ଚିନ୍ତା ଚେତନରେ ଦେଖିବ। କହିଲେ ବିରଜା କରିବେ କୁଟଲ ବଉଳ। ବିରଜା ହଉଛନ୍ତି ମା ବିରଜା, ଯାଜପୁରରେ ରହିଲେ ମାତ, ନାମ ଯେ ବିରଳା। ସେ ମା ହଉଛନ୍ତି କୋଉଥିରେ ତିଆରି? କାଠ ମୂର୍ତ୍ତି। ଆଉ ଯୋଉ କଟକ ଚଣ୍ଡୀ ମା ଏକା ସବୁ ଅଛନ୍ତି, ସିଏ କୋଉଥିରେ ତିଆରି? ପଥର ବା ଧାତବ ମୂର୍ତ୍ତି। ସେଥିପାଇଁ ଚେତନର କଥା ସବୁଥିରେ ଚେତେଇ ଦେଇଛନ୍ତି। ସାଧାରଣ ଲୋକର ଅସାଧାରଣ କଥା ଆଜ୍ଞା। କହିଲେ କାଷ୍ଠ ପାଷାଣ ତରୁ ଲତା, ଏସବୁ ଅଜ୍ଞାନ ଦେବତା, ଏହାଙ୍କ ମଧ୍ୟ ଜ୍ଞାନ ନାହିଁ, ଶୁଣ ଉଦ୍ଧବ ମନ ଦେଇ। ଉଦ୍ଧବ କିଏ କେଜାଣି? ଆଉ ଏ କଥାଟା କହିଛି କିଏ କେଜାଣି? ଆକୁ ମତିରେ ଚିନ୍ତିବେ ନା। ମୁଁ କ'ଣ କହିଛି ନା କ'ଣ? ଯୋଉଟା କିଏ ଲେଖିଦେଇଛି ସିଏ ଲେଖା ହେଇଛି, କିଏ ପଢୁଛି, କିଏ ଜଣେ ଶୁଣୁଛି। କହିଲା ଶ୍ରୋତା ବକ୍ତା ଯେ ପଚାରି, ଏ 3 ଜଣ ଜାନ୍ତି ତରି। ତାହେଲେ ଶ୍ରୋତା କିଏ, ବକ୍ତା କିଏ, ଆଉ ପଚାରି କିଏ? ସେଥିପାଇଁ ବା ତ୍ରିଶୂଳରେ 3ଟା ରହିଲା। କାହିଁ ଆଉ 4ଟା କରିଥିଲି ନଥାନ୍ତା କି? ନହେଲେ ଭାଲା ଭଳିଆ କରିଥିଲି ନଥାନ୍ତା, 1ଟା 3ଟା ଏମିତି ବାହାରିଥାନ୍ତା ଆଗକୁ ତୀର ଭଳିଆ। ତେଣୁ ସବୁ ଅବିକା ଭ୍ରମରେ ପଡୁଛି। ସମସ୍ତେ ଆମେ ଭ୍ରମରେ ପଡିଛେ। ବିରଜା ମା ହଉଛନ୍ତି ଯେମିତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ କାଠ ମୂର୍ତ୍ତି, ତାଙ୍କର ଭିତରେ ବ୍ରହ୍ମ ରହୁଛି। ସେମିତି ବିରଜା ମା ଧାତୁରେ ତିଆରି ନୁହନ୍ତି, କାଠର ମୂର୍ତ୍ତି। ସିଏ କ'ଣ କୁଟ କରିବେ? ପୌରାଣିକ ମତ। କିନ୍ତୁ ମାନସିକ ମତ କ'ଣ? ଚିନ୍ତିତର ମତ କ'ଣ? ନା ଚିନ୍ତିତର ମତ ହେଲା ଯିଏ ରାଜା ନଥିବେ ସେମାନେ ହେଲେ ବିରଜା। ସେ ରାଜା ନୁହନ୍ତି, ତୁ ରାଜା ନୁହଁ, ତୁ ବିରଜା। ସେଇମାନେ କୁଟ କରିବେ। କଟକରେ ହେବ ଗୋଳ ଆଉ କାଳ। ତାପରେ ପଥର ବୃଷ୍ଟି ଯେ ହୋଇବ। ପଥର କେତେବେଳେ ବୃଷ୍ଟି ହେଇଛି? ଆଉ କିଏ କରିଛି?
ପଥର ବୃଷ୍ଟି ଦ୍ୱାପର ଯୁଗରେ ଜଣେ କରିଥିଲା ବୃଷ୍ଟି, କହିଲା ଶପଥ ଦିନ ବୃଷ୍ଟି ହେଲା, ଇନ୍ଦ୍ର ହାରିଣ ଶରଣ ପଶିଲା। 7 ଦିନ ପଥର ବୃଷ୍ଟି ହେଇଥିଲା, ପାଣି ବୃଷ୍ଟି ହେଇନି। ବର୍ତ୍ତମାନ ଆମ ଯେଉଁ ରାଲି ହେଉଛି, ଆମେ ଯେତେବେଳେ ଅଣଆୟତ ହେଇଯାଉଛନ୍ତି, ଆମର ଯେଉଁ ଯିଏ ଆମକୁ ଆମର ବା ସେଭ୍ ବା ସିକ୍ୟୁରିଟି ଦେଉଛନ୍ତି ଯେଉଁ ପୋଲିସ ଭାଇମାନେ, ଆମର ଯେତେବେଳେ ଅଣଆୟତ ହେଇଯିବେ, ଏ ବିରଜା ମାନେ ସବୁ, ସେମାନେ ରାଜା ତ ପାଇନାହାନ୍ତି, ହାରିଗଲା ପରେ କ'ଣ କରିବେ? ବିରଜିତ ହେଇଯାଇଛନ୍ତି, ମାନେ ବିରଜା ରାଜା ବିହୀନ ହେଇଗଲେ। ସେତେବେଳେ ସେମାନେ କ'ଣ କରିବେ? ଗୋଳ କରନ୍ତି, ରାଲି କରନ୍ତି। ତାଙ୍କୁ କ'ଣ କରିବେ? ଯେତେବେଳେ ଅଣଆୟତ ହେଇଯାନ୍ତି, କ'ଣ କରନ୍ତି? ପାଣି ମାଡ଼ ହବ ଲାଷ୍ଟ। କିନ୍ତୁ 7 ଦିନ କିନ୍ତୁ ଇନ୍ଦ୍ର ବୃଷ୍ଟି କରିଥିଲା, ପାଣି ବୃଷ୍ଟି କରିନଥିଲା, ପଥର ବୃଷ୍ଟି କରିଥିଲା। ଯେତେବେଳେ ଗିରି ଗୋବର୍ଦ୍ଧନ କୃଷ୍ଣ କ'ଣ କଲେ? କାଣି ଆଙ୍ଗୁଠିରେ ଟେକିକି ଧରିଥିଲେ। ପୁଣି କୋଉ ହାତ କାଣି ଆଙ୍ଗୁଠି? ନା ବାମ ହାତ କାଣି ଆଙ୍ଗୁଠି। ଆପଣ ମାନେ ସାଧାରଣ ଲୋକର ଅସାଧାରଣ କଥା ଏଇଟା ହେଲା, ଆପଣଙ୍କୁ ଯିଏ ଯାହା ଦେଲା ଆପଣ ଦେଖନ୍ତୁ। ଯଦି ଗୋଟେ ଗାଁରେ 10,000 ଲୋକ ଅଛନ୍ତି, 10,000 ଲୋକଙ୍କର ଆଗ ଟେଷ୍ଟିଂ କରିବେ। କାହିଁକିନା ସମସ୍ତଙ୍କ ମନ ଆଉ ସମସ୍ତଙ୍କର ଧ୍ୟାନ, ସମସ୍ତଙ୍କର ଜ୍ଞାନ, ସମସ୍ତଙ୍କର ମୁନ, ସମସ୍ତଙ୍କ ଚେତନ କେବେ ସମାନ ନୁହେଁ। ହୁଏତ ହାତ ଗୋଡ଼ ଚାରିଟା ଥାଇପାରେ। ସେଇଭଳି ଆପଣ ତମ 10,000 ଲୋକଙ୍କୁ ଦେଖିବ, ସେମାନେ ଖାଉଛନ୍ତି କୋଉ ହାତରେ? କାହାକୁ କିଏ କହିଛି ତୁ ଏଇ ହାତରେ ଖା, ନା ତୁ ଏଇ ହାତରେ ଗୋଟା କାଠଟାକୁ ଫାଳ କର, ବା ଏଇ ହାତରେ ତୁ ଲେଖେ? କ'ଣ ଏମିତି ସମସ୍ତଙ୍କୁ କୁହାଯାଇଛି? ନାହିଁ। କାରଣ ଶିକାର କଲାବେଳେ ସିଂହ କ'ଣ କରେ? ଆଗକୁ ବଢ଼ି ଚାଲେ। ଯେଉଁ ସିଂହ ଶିକାର କରିବାକୁ ଯାଏ, ସିଂହ ସଦାବେଳେ ଶିକାର କରେ, କାହାକୁ ଭୟ କରେନି, ନିର୍ଭୟ। ଆପଣମାନେ ଦେଖିବେ, ସାଧାରଣ ଲୋକର ଆଉ ଗୋଟେ ଅସାଧାରଣ କଥା କହିବି, ଠିକ୍ ବାଟକୁ ନେବି। କୁମ୍ଭୀର ଅଣ୍ଡା ଦେଇକି ପ୍ରବଳ ଛୁଆ କରିଦେବ, ଛୁଆ ହେଇ ଫୁଟିଗଲା ପରେ ଯାଇକି ସବୁ ପାଟିରେ ପୁରେଇକି ଆଣି ସ୍ରୋତ ମଧ୍ୟରେ ଛାଡ଼ିବ। ଛାଡ଼ି ଦେଇକି ସ୍ରୋତରେ ତଳକୁ ପଳାଏ, ତଳେ ଯାଇକି ରହିବ ଅନେଇକି। ଯେଉଁ ଛୁଆ ସ୍ରୋତ କାଟିକି ଉପରକୁ ଗଲା, ସେ ଜାଣିଲା ଏଇଟା ପ୍ରକୃତ ମୋର ସିଂହ ଛୁଆ, ବା ମୋର ପ୍ରକୃତ ଯୋଗ୍ୟ ବଂଶଧର ଛୁଆ। ଆଉ ଯେଉଁ ଛୁଆ ନ କାଟିକି ତଳକୁ ଖସି ଆସିଲା ନା ସ୍ରୋତରେ, ତାକୁ ଖାଇଦିଏ। ସେଇଭଳି ଯେତେବେଳେ ଇନ୍ଦ୍ର 7 ଦିନ ବୃଷ୍ଟି କରିଲା, ପଥର ବୃଷ୍ଟି କରିଲା, କୃଷ୍ଣ କ'ଣ କଲେ? ଗିରି ଗୋବର୍ଦ୍ଧନ ଟେକିଲେ। କାହିଁକି? ଆପଣ ତ ପରୀକ୍ଷା କଲେ 10,000 ଲୋକଙ୍କ ଭିତରେ ସମସ୍ତେ ଡାହାଣ ହାତରେ କର୍ମ କରିଚାଲିଛନ୍ତି। ଏ ହାତ ଯେହେତୁ ଟିକେ ଆଗ ଶକ୍ତ, କିନ୍ତୁ ଶକ୍ତ ହାତ ଥାଉ ଥାଉ ବାଁ ହାତରେ କାହିଁକି ଟେକିଲେ? କାଣି ଆଙ୍ଗୁଠିରେ କାହିଁକି ଟେକିଲେ? ବାଁ ହାତ କାଣି ଆଙ୍ଗୁଠିରେ ଟେକିକି ଧଇଲେ, ଡାହାଣ ହାତରେ କାହିଁ ଟେକି ପାରିଲେନି? ତାହା ବି ଚିନ୍ତା କରିବାର କଥା। ଖାଲି ଆମେ ପଢ଼ିଦେଲେ ପୋଥି ହବନି, ଗୋଟେ ଜ୍ଞାନ ବହୁତ ଅର୍ଜନ କରିଦେଲେ ହେବନି। ଜ୍ଞାନଠୁ ଆହୁରି ଊର୍ଦ୍ଧ୍ୱରେ ରହିଛି ସୁଜ୍ଞାନ। ତାକୁ ବି ଟିକେ ଗୋଟେ ଛୁଞ୍ଚି ମୁନଟା ଥୋଇଦେବେ ଖାତାରେ, ଯେତିକି ସେତିକି ତ ଟିକେ ଧ୍ୟାନ କର, ତାହେଲେ ପାଇବ। ତେଣୁ ଶପଥ ଦିନ ବୃଷ୍ଟି ଯେତେବେଳେ ଇନ୍ଦ୍ର କରିଲା, ସେତେବେଳେ କ'ଣ ହେଲା? କହିଲେ ଇଏ ତ ବର୍ଷା ହେଲେ ସିନା ବାହାକୁ ବତା, ମାନେ ପବନ ଯଦି ହେଲା ବତା ଭିଡ଼ିଦେଲେ ଘର ଉଡ଼ିବନି, କିନ୍ତୁ ମେଘକୁ ଛତାଟା କ'ଣ ମାରିକି ଦେଖିବେ? କିନ୍ତୁ ମେଘ ତ ବର୍ଷା ତ ପାଣି ହଉନି ନା, ସେ ତ କଣା କରିଦେବ, ପଥର ମାଡ଼ ହେଉଛି। ସେଥିପାଇଁ କ'ଣ କଲେ? ଗିରି ଗୋବର୍ଦ୍ଧନକୁ ଛତା କରିକି ଧରିଥିଲେ। ସେଇଠିକୁ ଯେତେବେଳେ ଇନ୍ଦ୍ର ବୃଷ୍ଟି କରିଲା, ଆଉ ସେ ପତର ନୁହଁ କି ଛତା ନୁହଁ, ତାକୁ ଆଉ କଣା କରିପାରିଲା ନାହିଁ, କି ଗୋପପୁରକୁ ନାଶ କରିପାରିଲା ନାହିଁ, କି ଗୋପୀମାନଙ୍କର କାହାର କ୍ଷତି ହେଲା ନାହିଁ।
ବର୍ଷା ତଳେ ଗଛ ତଳେ ଲୋକ ରହିଯାଇଥାନ୍ତି କି ଘର ଥିଲା। ନନ୍ଦ ରାଜା ତାଙ୍କର କ'ଣ ଟିକେ ଉନ୍ନତମାନ ଘର ହେଇନଥିଲା ନା, ଇଏ ପଥର ବୃଷ୍ଟି ହେଉଥିଲା। ଶପଥ ଦିନ ଇନ୍ଦ୍ର ବଜ୍ର ଭଳିଆ ପୁରା ମାରିଲା, ପଥର ବର୍ଷା କଲା ଯେ ଯାହାକୁ ଗିରି ଗୋବର୍ଦ୍ଧନକୁ କୃଷ୍ଣକୁ ଟେକିବାକୁ ପଡ଼ିଲା, ନହେଲେ କଣା କରିକି ଫଟେଇ ପକେଇଲା ସବୁ ଘର ଦ୍ୱାର। କିନ୍ତୁ ଇନ୍ଦ୍ର ଯେତେବେଳେ 7 ଦିନ ବୃଷ୍ଟି କରିଦେଲା ପରେ ଆଉ ନାହିଁ, ବାପ ଫୋପାଡ଼ିକା ତା ହାତ ବିନ୍ଧା ହେଲା। ଲାଷ୍ଟକୁ କ'ଣ କଲା, ହାରିଗଲା, ଶରଣ ନେଲା, କହିଲା କିଏ କିରେ ୟାକୁ ଟିକେ ଦେଖିକି ଆଗ ଆସେ। ଇନ୍ଦ୍ର ହାରିଣ ଶରଣ ପଶିଲା, ଗୋପେ ଗୋବିନ୍ଦ ନାମ ଦେଇଗଲା। ଭାଇମାନେ, ଏଇଟା ଭାଗବତରେ ଲେଖା ହେଇଛି। ତେଣୁ ଆକୁ ଟିକେ ନାକୁ ପଢ଼ିବ, ଜାଣିବ ନା। ଆମେ ସାଧାରଣ ଲୋକ, ଆମେ ଅସାଧାରଣ, ଆମେ ତ ଖଟିଲେ ଆମ ଚଳିବୁ। ଆମେ କ'ଣ କରୁଛୁ ନା, ଶ୍ରୋତା ବକତା ଯେପଚାରେ, ଆମେ ସେଇ ଶ୍ରୋତା ଭିତରେ ରହିଯାଇଛୁ। ପଢ଼ିବାକୁ ଆଉ ବେଳ ନାହିଁ, ବକତା ହେଇପାରିଲୁନି କି ପଚାରି ପାରୁନି। ତେଣୁ ଚିନ୍ତନରେ କହୁଛୁ। ସେଇଭଳି ପଥର ବୃଷ୍ଟି ହେବ। ଆଉ ପଥର ବୃଷ୍ଟି କିଏ କରିବ? ଆପଣମାନେ ପୋଥି ପୁରାଣ ସବୁ ପଢ଼ିଥିବେ, ଶୁଣିଥିବେ, ଜାଣିଥିବେ। ସବୁ ଦେବତା ମାନଙ୍କର ଗୋଟେ ଗୋଟେ ଏରିଆ ରହିଛି। ଅଯୋଧ୍ୟାକୁ ଯଦି କହିବେ ନା, ସୂର୍ଯ୍ୟବଂଶ ରାମଚନ୍ଦ୍ରଙ୍କର ସେ ସ୍ଥାନ। ସୂର୍ଯ୍ୟବଂଶଙ୍କର ମାନେ ସୂର୍ଯ୍ୟଙ୍କର ବଂଶଧର ସେଇଠି ଅଛନ୍ତି। ସେ ତ୍ରେତୟା ଯୁଗ କଥା। ଦ୍ୱାପର ଯୁଗ ଯଦି ଯିବା ନା, ଦ୍ୱାପର ଯୁଗ ପୁରା ହଉଛି ଚନ୍ଦ୍ରବଂଶୀୟ, କୃଷ୍ଣ ବଳରାମ ଏସବୁ। ତାମାନେ ଚନ୍ଦ୍ରବଂଶୀ ମାନେ ଚନ୍ଦ୍ରଙ୍କର ହଉଛି ଦ୍ୱାପର ଯୁଗ, ତାଙ୍କର ବି ଗୋଟେ ବଂଶ ସେଠି ସୃଷ୍ଟି ହେଇଛି। ତା ଭିତରେ ଆଉ ଜଣେ ଅଛି। କ'ଣ ଖାଲି ସୂର୍ଯ୍ୟ ଚନ୍ଦ୍ର ଆସିକି ମର୍ତ୍ତ୍ୟରେ ଖାଲି ପିଲା ଛୁଆ କରିଦେଇକି ପଳେଇଯିବେ? ତାଙ୍କର ଗୋଟାଟା ଏରିଆ, ଗୋଟାଟା ବସ୍ତି ଗଢ଼ି ଦେଇକି ପଳେଇବେ, ଗ୍ରାମ ଗଢ଼ି ଦେଇକି ପଳେଇବେ। ଆଉ ସବୁ ଦେବତା କ'ଣ ନପୁସକ? ଇନ୍ଦ୍ର ବି ଆସିଲେ। ସିଏ ଯାହା ଖେଳ କରିଛନ୍ତି ଆପଣ ଜାଣିଥିବେ, ପାଷାଣୀ କଥା। ଇନ୍ଦ୍ର କ'ଣ ଖେଳ କଲେ? ତେଣୁ ସେଇ ଇନ୍ଦ୍ରଜ ଅଣ୍ଡଜ ଗୁଡ଼ାକ ସୃଷ୍ଟି ହେଇଛନ୍ତି ଯେଉଁମାନେ, ସେମାନେ ଇନ୍ଦ୍ରଙ୍କ ଭଳି ତାଙ୍କ ବଂଶଜ ସେମାନେ ନା। ସେମାନେ ଢେଲା ଫୋପାଡ଼ିବେ ବା ସେଇ ପ୍ରକୃତିୟ। ତାଙ୍କର ପ୍ରକୃତି ହେଲା ଏଇଆ। କାରଣ ଯୁଗ ଯୁଗାନ୍ତରେ ଦେବ ଆଉ ଦାନବଙ୍କ ଭିତରେ ଯଦି କୌଣସି ଭଲ ମନ୍ଦ ଘଟଣା ଘଟେଇଥାନ୍ତି, ସିଏ ବି ଇନ୍ଦ୍ର। ଆଉ ଏଇ ଯେଉଁ ପ୍ରକୃତି ତାଙ୍କର ସୃଷ୍ଟି ହେଇଥିଲା, ତାଙ୍କ ପ୍ରକୃତି ରଜଟି ଏ ସଂସାରକୁ ନାଶ କରିଦେଇ ଯାଇଛି, ଯାହାକି ଯେଉଁମାନେ ପଥର ବୃଷ୍ଟି କରୁଛନ୍ତି। ଆଉ ଏଇ ପଥର ବୃଷ୍ଟି ଆଗକୁ ଆହୁରି ଅନେକ ହବ ବୋଲି ଏ ପଥର ବୃଷ୍ଟି ବି ଲେଖା ରହିଛି। ତେଣୁ ଆମେ କହିବା କଥା ନୁହଁ, ଆମେ ଏଠି କାହାକୁ ଆନ୍ଦୋଳନ ଆଉ ସ୍ୱାଗତ ଏଗୁଡ଼ା କରିବା କଥା ନୁହଁ। ଆମେ ଚେତନର କଥା କହୁଛୁ। ବିରଜା କଲେଣି କୁଟଲ। ବିରଜା ମାନେ କୁଟ କରୁଛନ୍ତି, ଏଠି କପଟ କରୁଛନ୍ତି। କାହିଁକି ନା, ଯେତେବେଳେ ମୋହ ମାୟା ଗର୍ବ ଅହଙ୍କାର ବଢ଼ିଯିବ, ସେତେବେଳେ ଏଇଭଳିଆ ନୀତି ହେଇଛି। କାହିଁକି ନା, ଇନ୍ଦ୍ର କ'ଣ କଲେ କହିଲେ, ମୁଁ ଗର୍ବ ଅହଙ୍କାର କରିଥିଲେ, ଦ୍ୱାପର ଯୁଗରେ ବୃଷ୍ଟି କରାଇଥିଲେ। ତ୍ରେତୟା ଯୁଗରେ ସେମିତି ଇନ୍ଦ୍ର ଯେତେବେଳେ ସୂର୍ଯ୍ୟବଂଶୀୟ ଅଶ୍ୱମେଧ ଯଜ୍ଞ କରିବାକୁ ଯାଉଥିଲେ, ତାଙ୍କ ଅଶ୍ୱଟାକୁ ଲୁଚେଇ ଦେଇଥିଲେ। ସବୁ ଯାକ ଖେଳର ଖେଳାଳି ହେଉଛନ୍ତି ସିଏ। ତେଣୁ ଏଠି ଯେଉଁ କଣ୍ଡୁକ ଖେଳରୁ ଲୀଳା ଚହଟିବ, କଣ୍ଡୁକ ଖେଳ କେଉଁଟା ହେଲା ଆପଣମାନେ ଜାଣିପାରିଲେ? ସବୁବେଳେ କ୍ରିକେଟ ଖେଳ ହେଉଥିଲା। ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା ଆଲିଙ୍ଗନ ଥିଲା ଭର୍ତ୍ତି ହେଇକି। ସେ ପର୍ଯ୍ୟନ୍ତ ମନରେ ମାୟା ମୋହ କିଛି ପଶି ନଥିଲା।
से समय भाईचारा माने भाईचारा थिला किंतु ये कंडुक खेल कहीं पेंडु खेल लिखिले कहीं जुआ खेल कि अन्य किसी खेल कहीं लेखा गलानी आपण माने चेतिकी देखंतु जदि जानिबाकू चाहुछंती आपण बा जानिबो कोन आपण बा श्रोता बकता जे पचारि 3 जन को देखै देले टीवी रे हाथ मिलेबा बंद माने केभे आपण एते कंडुक खेल बा क्रिकेट बा पेंडु खेल देखिथिले एभली दृश्य देखिथिले एशिया कप हैला जो भली खेल हैला तेणु एठू लीला चहटिला या होची आद्य तेणु ये होची चेतनर कथा आकु चेतिले जाइकी जानी परिबो प्रकृति रे कोन घटना घटियो तेणु बेल थाउ बंध बांधरे कुमर पुरी रहु सरोवर नीर सुखी गले तो हंसा उड़ियो पिंड हेवनार खार साधारण लोकर असाधारण कथा भाई माने एटा जोटा कहूची एटा आपण माने पुथी पुराण रे भी रहिछि लेखा मत्ती पुराण रे रहिछि लेखा लेखारे लेखा अलेखारे लेखा आपण माने देखिबे जहाँ कमेंट रखंतु किंतु एटा भाबिबे ध्रुव सत्य